জগন্নাথ নিতাই গৌর হরিবোল 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 রাধে রাধে জয় শ্ରୀরাम ଆଜିର ଏଇ ଯୋଉ ରାମଚରିତ ମାନସ ପାଠ ଭିତରକୁ ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି। ଯଦି ଆପଣମାନେ ରାମଚରିତ ମାନସ କଥାରେ ଶୁଣିବା ପାଇଁ ନିଜର କର୍ଣ୍ଣକୁ କିଛି ସମୟ ଦେବେ ତାହେଲେ ପ୍ରଭୁଙ୍କର ହେତିକି କୃପା ଆପଣମାନଙ୍କ ଉପରେ ହେବ। ତେଣୁ ଆସନ୍ତୁ ସେଇ ରାମଚରିତ ମାନସର ଯାହା ପୂର୍ବ ଅଧ୍ୟାୟରେ କିଛି ପାଠ ହୋଇଥିଲା ଆଜି ସେଇ ଅଧ୍ୟାୟରୁ ସେଇଠୁ କିଛି ପାଠ କରି ଆମେ ପୁଣି ଆଗେଇ ଯିବା। ସର୍ବପ୍ରଥମେ ଗୁରୁଦେବଙ୍କର ବର୍ଣ୍ଣନା ଏଠି ବର୍ଣ୍ଣନା ହେଇଛି ଆମର ସନ୍ଥ ତୁଳସୀ ଗୋସ୍ୱାମୀ ତାଙ୍କର ବିରଚିତ ଏଇ ଯୋଉ ରାମଚରିତ ମାନସ ପାଠ ଆମେ ଯାହାକି ପଢୁଛେ ଗୀତା ପ୍ରେସ ଗୁରୁଙ୍କର, ତ ଏଇଠି ଟିକେ ଲେଖା ସ୍ପଷ୍ଟ ଚିତ୍ର ବି ସଚିତ୍ର ଭାବରେ ଏଇ ଯୋଉ ଲେଖା ଅଛି ବହୁତ ବଢିଆ ଜିନିଷ। ତେଣୁ ଆସନ୍ତୁ ଯିବା। ବନ୍ଦାହୁ ଗୁରୁ ପଦ ପଦୁମ ପରାଗା ସୁରୁଚି ସୁବାସ ରସାನುರಾಗ राम सिया राम जय जय राम राम सिया राम जय जय राम आमिया मोरी माया चूरन चारू समान सकल भव ब्रुज परिवारु राम सिया राम जय जय राम। गुरुदेवଙ୍କ ପାଦ ପଦ୍ମର ଯେଉଁ ରେଣୁ ସୁରୁଚି ସୁଗନ୍ଧମୟ ଓ ଅନୁରାଗ ରୂପୀ ରସରେ ପୂର୍ଣ୍ଣ ଏବଂ ଯାହା ଅମରମୂଳ ବା ସଞ୍ଜୀବନୀ ବୁଟିର ସୁନ୍ଦର ଚୂର୍ଣ୍ଣ ଓ ସକଳ ଭବରୋଗର ବିନାଶକ ମୁଁ ସେଇ ଚରଣ ରେଣୁକୁ ବନ୍ଦନା କରୁଛି। सुकृति संभूता ना विमल विभूति मंजुल मंगल मोद प्रसूति राम सिया राम जय जय राम राम सिया राम जय जय राम। जनमन मंजुम कुरमलहरणी किए तिलक गुणगान वासकारणी राम सिया राम जय जय राम राम सिया राम जय जय राम। ସେହି ରେଣୁ ହେଉଛି ସ୍ୱୀକୃତି ପୁଣ୍ୟବାନ ପୁରୁଷ ରୂପୀ ଶିବଙ୍କ ଅଙ୍ଗର ନିର୍ମଳ ବିଭୂତି। ତାହା ହେଉଛି ସୁନ୍ଦର କଲ୍ୟାଣ ଓ ଆନନ୍ଦର ଜନନୀ। ତାହା ଭକ୍ତଜନଙ୍କ ସୁନ୍ଦର ମନମୁକୁରରେ ମଳିନତା ହରଣ କରେ ଏବଂ ସେହି ପଦରଜକୁ ତିଳକ ରୂପେ ଧାରଣ କଲେ ତାହା ସକଳ ଗୁଣର ବଶକାରିଣୀ ହୋଇଯାଏ। ଶ୍ରୀ ଗୁରୁ ପଦନା खामनिगन ज्योति सुमिरत दिव्य दृष्टि आया होती राम सिया राम जय जय राम राम सिया राम जय जय राम। दलन महोत्तम सोस प्रकाशु बड़े भागौर आवै जासु राम सिया राम जय जय राम राम सिया राम जय जय राम। गुरुदेवଙ୍କ ପଦନଖ ରୂପକ ମଣିମାନଙ୍କର ଜ୍ୟୋତିକୁ ସ୍ମରଣ କରିବା ମାତ୍ରେ ହୃଦୟରେ ଦିବ୍ୟ ଦୃଷ୍ଟି ଉଦ୍ରେକ ହୁଏ। ସେହି ସୁନ୍ଦର ଜ୍ୟୋତି ଅଜ୍ଞାନ ଅନ୍ଧକାର ବିନାଶ କରେ। ଯାହାଙ୍କ ହୃଦୟରେ ତାହା ଉଦ୍ଭାସିତ ହୋଇଯାଏ ସେ ବଡ଼ ଭାଗ୍ୟବାନ।
उघराही बीमाला बिलोचनहि के मिटहि दोषा दुख भावा राजनी के। राम सिया राम जय जय राम। राम सिया राम जय जय राम। सूझहि रामचरितमणि मानिका गुप्त प्रगट जहाँ जो जय खानिक। राम सिया राम जय जय राम। ସେହି ଜ୍ୟୋତି ହୃଦୟରେ ଉଦିତ ହେବା କ୍ଷଣି ହୃଦୟର ନିର୍ମଳ ନୟନ ଖୋଲିଯାଏ ତଥା ସଂସାର ରୂପୀ ରାତ୍ରିର ଦୋଷ ଓ ଦୁଃଖ ଦୂର ହୋଇଯାଏ ଏବଂ ଶ୍ରୀ ରାମଚରିତ ରୂପୀ ମଣି ଓ ମାଣିକ୍ୟ ଯେକୌଣସି ଖଣିରେ ଗୁପ୍ତ ହୋଇ କିମ୍ବା ପ୍ରକାଶରେ ରହିଥାଉ ନା କାହିଁକି ତାହା ସ୍ପଷ୍ଟ ଦେଖାଯାଏ। ଯଥା ସୁଅଞ୍ଜନାଞ୍ଜି ଦୃଗ ସାଧକ ସିଧ ସୁଜାନ କୌତୁକ ଦେଖତା ଶୈଳ ବନ ଭୂତଳ ଭୂରି ନିଧାନ। ଯେପରିକି ନେତ୍ରରେ ସିଦ୍ଧାଞ୍ଜନ ଲଗାଇ ସାଧକ ସିଦ୍ଧ ଓ ସୁଜ୍ଞାନୀ ମାନେ ବନ ଓ ପବିତ୍ର ତଥା ପୃଥିବୀ ମଧ୍ୟସ୍ଥ ବିଭିନ୍ନ ଖଣି ଅନାୟାସରେ ଦେଖିପାରନ୍ତି। ଗୁରୁପାଦ ରାଜା ମୃଦୁ ମଞ୍ଜୁଲଞ୍ଜନ ନୟନମିୟ ଦୃଗଦୋଷ ବିଭଞ୍ଜନ। ରାମ ସିया राम जय जय राम। राम सिया राम जय जय राम। तेहि करी विमाना विवेक विलोचना वरनहु रामचरिता भावमोचन। राम सिया राम जय जय राम। गुरुपद रज मृदु मंजुल अंजन नयनाम सदृग दोष विभंजन तेहि करी विमल विवेक विलोचन वरनहु राम चरित भव मोचन। गुरुदेवଙ୍କ ଚରଣ ରଜ ହେଉଛି କୋମଳ ଓ ସୁନ୍ଦର ନୟନାମୃତ ଅଞ୍ଜନ। ତାହା ନେତ୍ରରେ ଦୋଷ ନାଶ କରିଥାଏ। ସେହି ଅଞ୍ଜନ ଦ୍ୱାରା ବିବେକ ରୂପକ ନିତ୍ୟକୁ ନିର୍ମଳ କରି ମୁଁ ସଂସାର ବନ୍ଧନରୁ ମୁକ୍ତି ପ୍ରଦାୟକ ରାମଚରିତ ମାନସ ବା ରାମଚରିତ ବର୍ଣ୍ଣନା କରୁଛି। ବନ୍ଦହୁ ପ୍ରଥମ ମହି ସୁର ଚରନା मोह जनिता संशय संवहरना। राम सिया राम जय जय राम। राम सिया राम जय जय राम। सुजना समाज सकल गुण खानी करहूँ प्रणाम सप्रेम सुबानी। राम सिया राम जय जय राम। भूदेव ब्राह्मण माने अज्ञान जनित सकल संदेह मोचन करती तेणु मु प्रथमे सेमानंकर चरण वंदना करुछि पुणी सकल गुणर निधान संत समाज को मो बाणी द्वारा सप्रेम प्रणाम करुछि। जय श्री राम। ए जे श्री रामचरित मानस आमे धीरे धीरे आगु जीवा हुए तो मोर भॉइस ये जो स्वर पाई प्रयोज्य नुहे तथापि चेष्टा करी से रामचरित मानस को आमे धीरे धीरे पाठ करिबा आ से प्रभु श्री रामंकर से जो लीला सबू आमे भलो भाव शुणिबा कहीं ना राम होउचंती मर्यादा पुरुषोत्तम रामचंद्रंकर उपासना आराधना आमे समस्ते ही करवा उचित कहीं ना सनातन धर्म भीतर देखा गले
ଏଇ କଳିଯୁଗରେ ଆସିଛନ୍ତି ଜଗତର ନାଥ ଜଗନ୍ନାଥ, ଆଉ ଦ୍ୱାପରରେ ଆସିଲେ ମୋହନ ବଂଶୀଧାରୀ ଭଗବାନ କୃଷ୍ଣଚନ୍ଦ୍ର, ଆଉ ତ୍ରେତୟାରେ ରାମଚନ୍ଦ୍ର। ଏଇଭଳି ଭାବରେ ପ୍ରଭୁଙ୍କର ତା ପୂର୍ବକୁ ରୂପ ବହୁତ ରୂପ ଧାରଣ କରି ଆସିଛନ୍ତି। ତେଣୁ ପ୍ରଭୁଙ୍କର ଲୀଳା, ପ୍ରଭୁଙ୍କର କଥା, ପ୍ରଭୁଙ୍କର ଗୁଣ କୀର୍ତ୍ତନ ସୁର ଥାଉ ବା ନଥାଉ, ହୃଦୟ ଭିତରେ ସେଇ ରାମଚନ୍ଦ୍ରଙ୍କୁ, ସେଇ ଲକ୍ଷ୍ମଣଙ୍କୁ, ସେଇ ମାତା ସୀତାଙ୍କୁ, ସେଇ ହନୁମାନ, ଯିଏକି ରାମ ଲକ୍ଷ୍ମଣ ସୀତା ହନୁମାନ ତାଙ୍କର ପାଦ ପ୍ରଦେଶରେ ବସିଛନ୍ତି, ଯିଏକି ଭଗବାନ ଶଙ୍କରଙ୍କର ଏକାଦଶ ସ୍ୱରୂପ। ତେଣୁ ସେଇ ସ୍ୱରୂପକୁ ଧ୍ୟାନ କରି ମନନ କରି ଆମେ ରାମଚରିତ ମାନସ ପାଠକୁ ଶୁଣିବା। ଇଏ କୌଣସି ରାମଚରିତ ମାନସ କଥା ପ୍ରବଚକ ହିସାବରେ ନୁହେଁ, କାହିଁକି ନା ମୁଁ ବି ଆପଣ ମାନଙ୍କ ପରି ଗୋଟେ ସାଧାରଣ ମଣିଷ। ତେଣୁ ଆମେ ଏଇଟା ପାଠ କରିବା। ଏଇଠି ବର୍ତ୍ତମାନ ଅଛନ୍ତି ମୋର ପାଖରେ, ଆପଣ ମାନେ ଦେଖିପାରୁଥିବେ, ଗୀତା ପ୍ରେସ ଗୋରଖପୁର ଆଉ ରାମଚରିତ ମାନସ ପାଠ, ଯିଏକି ସଚିତ୍ର ସଠିକ ମୋଟା ଅକ୍ଷର ଯାହା ଲେଖା ହେଇଛନ୍ତି। ତେଣୁ ଏ ଜିନିଷଟି ହଉଛି କଣ ନା ଆମେ ପ୍ରଭୁଙ୍କର କଥା, ପ୍ରଭୁଙ୍କର ଗୁଣଗାନ ଟିକେ ଜାଣିବା, ଟିକେ ଶୁଣିବା, ଆନନ୍ଦିତ ହେବା, ମଧୁରିତ ହେବା। ଆଉ ରାମଚରିତ ମାନସ ଶ୍ରବଣ କରିବା ମାତ୍ରେ ପାପ ତାପ ତ୍ରିତାପ ସବୁ ନଷ୍ଟ ହେଇଯାଇଥାଏ, ମନ ପ୍ରଭୁଙ୍କ ନିକଟରେ ଲାଗି ଯାଇଥାଏ। ସେଇ ରାମ ଶବ୍ଦର ଅର୍ଥର ତତ୍ତ୍ୱ ତ ଅନେକ ବଖାଣିଲେ ସରିବ ନାହିଁ। ଆଉ ଯୋଉମାନେ ଜ୍ଞାନୀ ଗୁଣୀଜନ ସେମାନେ ତ ଏତେ ଜାଣନ୍ତି କି ତାକୁ କହିବା ବି ମାନେ ଆମର ଭାଗ୍ୟ, ଆଉ ତାଙ୍କର ବି ମାନେ ସୌଭାଗ୍ୟ। କିନ୍ତୁ ବର୍ଣ୍ଣନା କଲେ ଆମ ଜୀବନ ବରଂ ଅନେକ ଯୁଗ ବିତିଯିବ, କିନ୍ତୁ କଥା ସରିବନି ପ୍ରଭୁଙ୍କର ଲୀଳା କଥା। ତେଣୁ ଆସନ୍ତୁ ସେଇ ରାମଚରିତ ମାନସକୁ ଆମେ ସବୁଦିନ କିଛି କିଛି ନା ଶୁଣିକରି ନିଜ ଜୀବନକୁ ଧନ୍ୟ ମନେ କରିବା, ନିଜ ଜୀବନକୁ ଧନ୍ୟ କରିବା। ଜୟ ଜଗନ୍ନାଥ।